2024 ସଞ୍ଜୟ ଶର୍ମା ହାରନ୍ତୁ। ହାରିଲେ ମୁଁ ପୁଣି ଥରେ ବ୍ୟାକ୍ କରିବି। ବିଜେଡ଼ିର ଦୁର୍ଗ ଥିଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ, ଏଇଟା ସତ୍ୟ। ଆଜି ବି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଦୁର୍ଗ ନିଶ୍ଚିତ ଭାବେ ଦୁର୍ବଳ ହୋଇଯାଇଛି। କିନ୍ତୁ ବିଜେଡ଼ିକୁ ଭଲ ପାଉଥିବା କର୍ମୀମାନେ ଅଛନ୍ତି। ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ 2024 ସତ୍ୟବାଦୀ ଛାଡ଼ି ବ୍ରହ୍ମଗିରି ଗଲେ। ବ୍ରହ୍ମଗିରିରୁ ସଞ୍ଜୟ ଶର୍ମା ସତ୍ୟବାଦୀରେ ବିଧାନସଭାରେ ଏଠୁ ଲଢ଼ିଲେ। ଉମାକାନ୍ତ ସାମନ୍ତରାୟ ଚାହୁଁଥିଲେ ଯେ ଏଠି 2024 ସଞ୍ଜୟ ଶର୍ମା ହାରନ୍ତୁ। ହାରିଲେ ମୁଁ ପୁଣି ଥରେ ବ୍ୟାକ୍ କରିବି ସତ୍ୟବାଦୀ। ସେଥିପାଇଁ ସେ ତାଙ୍କର ନିକଟତମ ବିଜୁ ଜନତା ଦଳର ମୁଖ୍ୟ କର୍ମୀଙ୍କୁ ସେ ପ୍ରବର୍ତ୍ତାଇଥିଲେ ଯେ ତମେ ବିଜେପି କି ସମର୍ଥନ କର, ବିଜୁ ଜନତା ଦଳକୁ ଏଠି ନିରାଶ କର। ସେଥିପାଇଁ ଏଠି ଦଳ ଦୁର୍ବଳ ହୋଇଯାଇଛି। ତେଣୁ ମୋର ପ୍ରୟାସ ଯେ ବର୍ତ୍ତମାନ ପୁଣି କେମିତି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କଣାସ ବ୍ଲକ ଏବଂ ସତ୍ୟବାଦୀ ବ୍ଲକର ବିଜୁ ଜନତା ଦଳର ସବୁ କର୍ମୀମାନଙ୍କୁ, ସମସ୍ତ ଆଗଧାଡ଼ିର ନେତାମାନଙ୍କୁ ଧରି ମୁଁ ପୁଣି ଚାହୁଁଛି ଯେ ତୃଣମୂଳ ସ୍ତରରୁ ସମସ୍ତେ ଏକାଠି କରି ଦଳକୁ ମଜବୁତ କରିବା। ପୁଣି ଥରେ ଆମେ ସଂଗଠନକୁ ଏକାଠି କରି ଆମେ 2027 ପଞ୍ଚାୟତ ଇଲେକ୍ସନରେ ଆମେ ପୁଣି ଥରେ ଆମେ ଲଢ଼େଇ କରିବା ଏବଂ ଦୁଇଟି ଯାକ ବ୍ଲକ ଆମେ ଦଖଲକୁ ନେବା। ଏବଂ ଏଇ ଯେଉଁ 5 ବର୍ଷ ଆମର କର୍ମୀମାନେ ଘରେ ବସିଛନ୍ତି, ପୁଣି ମଧ୍ୟ ଆଗକୁ ଆସିବେ ଏବଂ ସବୁ ପ୍ରକାର ସୁଯୋଗ ସରକାର ତରଫରୁ ପାଇବେ। ଦଳ ତ ବୈଷୟିକ କଲା, ଆପଣ କେମିତି କାମ କରିବେ? ଶୁଣନ୍ତୁ ଆଜ୍ଞା, ଦଳରେ ଥାଇକି ଯେ କାମ କରିବ ତା ନୁହେଁ, ଦଳରେ ନଥାଇକି ମଧ୍ୟ କାମ କରିହେବ। ଯଦି ମୋର କାମ କରିବା ପାଇଁ ମନୋବୃତ୍ତି ଅଛି, ଲୋକଙ୍କୁ ସେବା କରିବା ପାଇଁ ମୋର ଆଗ୍ରହ ଅଛି, ତେଣୁ ମୁଁ ସେବା କରିବି, କାମ କରିବି। କାମ କରିବା ପାଇଁ, ସେବା କରିବା ପାଇଁ କୌଣସି ଦଳର ଆବଶ୍ୟକତା ନାହିଁ। ଆମେ ଶୁଣିଛୁ, ଭିଡ଼ିଓ ଭାଇରାଲ ବି ହେଇଛି, ଆପଣ ଦେଖିଛୁ ଭିଡ଼ିଓଟି, ଯେ ବଡ଼ ବଡ଼ ନେତା ବି ଥାଉ ଲୋକଙ୍କୁ ସେବା କରନ୍ତି। ଆପଣ ନିଜ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି, ଦୁଃଖୀ ପାଖରେ ପହଞ୍ଚୁଛନ୍ତି, ସେବା ବି କରିଛନ୍ତି। ବହୁତ ଆମେ ଭିଡ଼ିଓ ଦେଖିଛୁ ଆପଣଙ୍କୁ। କିନ୍ତୁ ଆପଣଙ୍କୁ ଏଇଭଳିଆ କାମ କରିବା ଯେଉଁ ଲୋକ ଆପଣଙ୍କୁ ମାନେ ଝୁରୁଛନ୍ତି ବର୍ତ୍ତମାନ ଆପଣଙ୍କୁ ଇଏ କରିବା ପରେ। ନାଇଁ ଆଜ୍ଞା, ଶୁଣନ୍ତୁ, ଏଇ ନିଲମ୍ବନ ପ୍ରକ୍ରିୟାର କାର୍ଯ୍ୟକ୍ରମ ଶୁଣିଲା ପରେ ସମସ୍ତେ ମୋତେ ଫୋନ୍ କରୁଛନ୍ତି, ମୋ ପାଖକୁ ଆସିଲେଣି ଯେ ଆପଣ ଏଇ ନିଲମ୍ବନ କଥା ଚିନ୍ତା କରନ୍ତୁ ନାହିଁ, ଆପଣ ଯେମିତି ଆସୁଛନ୍ତି ଆସନ୍ତୁ, ଆମେ କାମ କରିବା। ତେଣୁ ମୁଁ ମଧ୍ୟ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ମୁଁ ନିଶ୍ଚିତ ଭାବରେ କାମ କରିବି, କି ନିଲମ୍ବନ ପ୍ରକ୍ରିୟାର କୌଣସି କାର୍ଯ୍ୟକ୍ରମ ମୋ ଉପରେ ଇଫେକ୍ଟ ପଡ଼ିବ ନାହିଁ। ମୁଁ ମଧ୍ୟ ଲୋକଙ୍କ ସାଙ୍ଗରେ ସୁଖ ଦୁଃଖରେ ଭଲ ମନ୍ଦରେ ମୁଁ ରହିବି ଆଉ ଲୋକଙ୍କ ପାଇଁ କାମ କରିବି। ମୋର କାମ ମଧ୍ୟ ଜାରି ରହିଛି, କିଛି ଅସୁବିଧା ନାହିଁ। କିଛି କଂଗ୍ରେସ ନେତା କହୁଛନ୍ତି ଯେ ବର୍ତ୍ତମାନ ସେଠି ବିଜେଡ଼ି ଶୂନ୍ୟ ହୋଇଯିବ। ନାଇଁ, ଏଇଟା ଭୁଲ କଥା। ସତ୍ୟବାଦୀ ବିଜେଡ଼ିର ଦୁର୍ଗ ଥିଲା ଆଗରୁ। ତେଣୁ କିଛି ଲୋକ ଟିକେ ମନ ଦୁର୍ବଳ କରିଛନ୍ତି ନିହାତି ନିଶ୍ଚିତ ଭାବେ। 24 ଯେହେତୁ ମାନେ ଆମର ବିଜେଡ଼ିର ପରାଜୟ ହେଲା, ତେଣୁ ପୁଣି ଆମେ ମଧ୍ୟ ସଂଗଠିତ ହେଇସାରିଛୁ। ଆଉ ପୁଣି ମଧ୍ୟ ଆମେ ସମସ୍ତେ ଏକାଠି ହେଇ କାମ ମଧ୍ୟ ଚାଲୁ ରଖିଛୁ। ନିଶ୍ଚିତ ଭାବରେ ପୁଣି ପରିବର୍ତ୍ତନ ହେବ। ପୁଣି ଦେଖିବେ 2027 ଲୋକମାନେ ପୁଣି ସେ ବିଜେଡ଼ିକୁ ଭଲ ଭାବରେ ମାନେ ବ୍ୟାକ୍ କରିବେ ଏବଂ ପଞ୍ଚାୟତ ଇଲେକ୍ସନରେ ମଧ୍ୟ ଆମେ ଭଲ ପ୍ରଦର୍ଶନ କରିବୁ। କିଛି ଅସୁବିଧା ନାହିଁ। ବିଜେପିର ପ୍ରି ପ୍ଲାନ୍ କି ଏଇଟା? ନାଇଁ, ଆମେ ସେଇଟା କହିବା ନାହିଁ କି ବିଜେପିର ପ୍ରି ପ୍ଲାନ୍ ସହିତ ଆମେ ଡିସ୍କସ୍ କରିବାରେ। ତେଣୁ ଆମେ କେମିତି ଆମ ଲୋକମାନଙ୍କୁ ନେଇକି ସଂଗଠନକୁ ମଜବୁତ କରିକି ଆମେ କାମ କରିବା ଏବଂ ପଞ୍ଚାୟତ ଇଲେକ୍ସନରେ କେମିତି ଭଲ ପରଫର୍ମାନ୍ସ କରିବା, ଏଇଟା ହେଉଛି ଲକ୍ଷ୍ୟ। ତ ସେମିତି କାହାକୁ ଦୋଷ ଦେବା ଉଚିତ ନୁହେଁ।